ଜଗନ୍ନାଥଙ୍କର ନେଇ ଯିଏ ରାଜନୀତି କରିବ ଜଗନ୍ନାଥ ବୁଝିବେ, ରାମଚନ୍ଦ୍ର ଯିଏ ରାଜନୀତି କରିବେ ରାମଚନ୍ଦ୍ର ବୁଝିବେ। ରାମ କ'ଣ ଆଗରୁ ରାମମୟ ନଥିଲେ? ରାମଚନ୍ଦ୍ର କ'ଣ ଆଗରୁ ନଥିଲେ? ରାମଚନ୍ଦ୍ର ଥିଲେ। ରାମଚନ୍ଦ୍ର ହେଉଛନ୍ତି ଆମର ଦେବତା, ବିଶ୍ୱର ଦେବତା। ଏହା ନୁହେଁ ରାମଚନ୍ଦ୍ର କେଉଁ ଗଳିରେ ପୁରୀ ଯାଇଥିଲେ କି କେଉଁ ପାହାଡ଼ ଭିତରେ ଲୁଚିକି ଥିଲେ, ସେ କଥା ନାହିଁ। ରାମଚନ୍ଦ୍ର ଥିଲେ, ରାମଚନ୍ଦ୍ର ଅଛନ୍ତି। ସୂର୍ଯ୍ୟ ଚନ୍ଦ୍ର ଥିଲା ପର୍ଯ୍ୟନ୍ତ ପ୍ରଭୁ ରାମଚନ୍ଦ୍ର ରହିବେ। ସେ ତାଙ୍କର ବିଗ୍ରହ ରାମଚନ୍ଦ୍ର ତାଙ୍କ ବିଗ୍ରହକୁ ନୂତନତ୍ୱ ଭାବରେ ତାଙ୍କୁ ସ୍ଥାପିତ କରାଯାଉଛି, ବିଗ୍ରହ ସ୍ଥାପିତ କରାଯାଉଛି। ଆଗର ବିଗ୍ରହ ବି ଆଗରୁ ବି 1000 ବର୍ଷ ପୂର୍ବ 400-500 ବର୍ଷ ପୂର୍ବ ବିଗ୍ରହ ଥିଲେ, ଆଜି ବି ବିଗ୍ରହ ଅଛନ୍ତି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ସେଇ ରାମ ମନ୍ଦିର ପ୍ରତିଷ୍ଠା ହେଉଛି। ଏଇଟା କିନ୍ତୁ ନୂତନତ୍ୱ ନୁହଁ, ଏରେ ରାଜନୀତି କରିବା ଠିକ୍ ହେବନି। ରାଜନୀତି ଯେଉଁମାନେ କରୁଛନ୍ତି ଆପଣମାନେ ସମସ୍ତେ ଜାଣନ୍ତି ରାଜନୀତି କିଏ ଜଗନ୍ନାଥ ରାଜନୀତି କରୁଛି ତ କିଏ ରାମଚନ୍ଦ୍ରଙ୍କ ରାଜନୀତି କରୁଛି। ଆମେ ତାର ବହୁତ ଦୂରରେ ରହିଛୁ। ରାମଚନ୍ଦ୍ରଙ୍କର ଆମେ ରାମଚନ୍ଦ୍ରଙ୍କର ଭକ୍ତ, ଇଆଡ଼େ ଜଗନ୍ନାଥ। ରାମଚନ୍ଦ୍ର ଯିଏ ଜଗନ୍ନାଥ ସିଏ, ରାମଚନ୍ଦ୍ର ଯିଏ ଜଗନ୍ନାଥ ସିଏ, ଶ୍ରୀକୃଷ୍ଣ ସିଏ, ସବୁ ଦେବତା ଆମର ମହାପ୍ରଭୁ। ସେ ମହାପ୍ରଭୁଙ୍କର ଯେ ଆରାଧ୍ୟ ଦେବତା ହେଉଛନ୍ତି ଜଗନ୍ନାଥ ଆମର। ହେଲେ ଆମେ କ'ଣ ରାମଚନ୍ଦ୍ରଙ୍କୁ ପୂଜା କରୁନୁ? ରାମ ମନ୍ଦିର ବି ଆମେ ଯାଉଛୁ। ଏବେ ରାମ ମନ୍ଦିର ବି ବିଭିନ୍ନ ଜାଗାରେ ଆମେ ଅର୍ଥ ଦେଇଛୁ। ଏବେ ପର୍ସନାଲ ଅର୍ଥ ଆମର ଦିଆଯାଇଛି ମନ୍ଦିର ପାଇଁ। ହଁ, ଅଯୋଧ୍ୟା ମନ୍ଦିର ସ୍ୱାଗତ ଯୋଗ୍ୟ, ଆରେ କିଛି ଅସୁବିଧା ନାହିଁ। ରାଜନୀତି ତ ବିଭିନ୍ନ ପ୍ରକାର। ଆରେ 4 ଜଣ ଶଙ୍କରାଚାର୍ଯ୍ୟ ଯେଉଁ ଷ୍ଟେଟମେଣ୍ଟ ଦେଲେ, ମନ୍ଦିର ସମାପ୍ତ ହେଇନି, ସମ୍ପୂର୍ଣ୍ଣ କାର୍ଯ୍ୟ ହେଇନି, ତାକୁ ନିର୍ବାଚନ ଅଛି ବୋଲିକି ତାକୁ ତରତରିଆ ଭାବରେ ନରେନ୍ଦ୍ର ମୋଦି ଉଦ୍ଘାଟନ କରୁଛନ୍ତି ଏବଂ ଯାହାର ପାଖରେ ସ୍ତ୍ରୀ ବସିବା କଥା ହୋମରେ, ସ୍ତ୍ରୀ ହୋମରେ ଇଏରେ ସହଧର୍ମିଣୀ ବସିବା କଥା, ସେ ନ ବସେଇକିରି ଏକଲା ସେ କରୁଛନ୍ତି। ଏଇଟା ଦୁର୍ଭାଗ୍ୟ। ଆଉ କ'ଣ କରାଯିବ? ତାକୁ ରାଜନୀତିରେ ସେଇ ରାମଚନ୍ଦ୍ର ଏକା ବୁଝିବେ, ଆଉ କିଏ ବୁଝିବାର ନାହିଁ। ରାମଚନ୍ଦ୍ର ବୁଝିବେ, ଆଉ କିଏ ବୁଝିବାର ନାହିଁ। ଜଗନ୍ନାଥ ବି ବୁଝିବେ, କିଛି ଅସୁବିଧା ନାହିଁ। ଜଗନ୍ନାଥଙ୍କର ନେଇ ଯିଏ ରାଜନୀତି କରିବ ଜଗନ୍ନାଥ ବୁଝିବେ, ରାମଚନ୍ଦ୍ର ଯିଏ ରାଜନୀତି କରିବେ ରାମଚନ୍ଦ୍ର ବୁଝିବେ।